घनिष्ठ प्रणाम ग्रहण करंतु महाराज। उठ मंत्री उठ तुम्हें महामंत्री कुशध्वज तुम्हें संगे आसीचंती कि मित्र महाराज तो महाराज आसिले सेनापति सतरे महाराणी स्वामी सेनापति सत्यव्रत सहित मोर मित्र हेला परे एमिति लागे। देख स्वामी प्रभु श्रीकृष्ण तो हाँ महाराणी सी कौन राजा नथिले कि थिले महाराणी थिले आउ तांको मित्र के जानिछ तो हाँ तांको मित्र हेउचंती सुदामा सतरे से महाराणी तो जने ब्राह्मण गरीब लोक हाँ महाराणी से कौन अच्छे स्वामी सेमिति आउ आपण मित्र हाँ महाराणी तुम पाई तो से घनिष्ठ संपर्क रखिछंती। हाँ महाराणी से घनिष्ठ संपर्क होछि आम हृदय संपर्क जो दिन तांकरी कथारे मु विजय लाभ करी मो राज्य को पुणी थे फेरी पाई। हाँ स्वामी आपण मित्र तुम पाई बहुत भला हेले महाराणी से प्रिय मित्र को निश्चय अपेक्षा करवा आम्भे तेरे ठीक अच्छे स्वामी से मारे आसला पर्यंत तो आमको अपेक्षा करने को पड़ो। ठीक अच्छे महाराणी मित्र भर आपण सिना मत चरण छुईले किंतु मो हृदय सेटा घातक टिके लागिला किंतु मित्र आपण किंतु भूल कले मित्र आपण केवल चरण तुलारे नुह आपण केवल मोर हृदय रे बक्षय रे मो जीवन थिबा समय तक आपण संपर्क सबुदिन रही जाइछि। नाई बंधु नाई मनीष जीवन मात्र के बंधु छोट टू बड़ जाए संपर्क रही थाए। हाँ मित्र आपण होचंती मो बयस रे बड़ आउ आपण राज्य राजा तेणु मो कर्तव्य होची आपण को मो सम्मान दवा सेथि पई आपण सेमिति कहंतुनी महाराज आपण होचंती मो महाराज आ ये होचंती मो महाराणी आपण होचंती मो पाई की ए कली जुग रजंता ठाकुर तेणु आपण को मोर सम्मान देबा मो पाई यथेष्ट। कहंतु कहंतु महाराज कण पाई आपण मते डकाई थिले प्रिय मित्र बर कहंतु तुमको डकाइबार कारण हला जे हाँ हाँ आम मित्रता को बंधुतारे परिणत करने को चाहे मु कौन कहले आपण मित्रता को बंधुतारे परिणत करने को चाहते आपण हाँ कौन कहवा को चाहते बंधु कहंतु बंधु मोर कहबार है जे आपण झिया सुकुमारी वर्षा को मो आकाश सहित विवाह करने मो प्रस्ताव करिछि। महारानी स्वामी देख प्रभु श्री कृष्ण तो एमती जड़े राजा नथिले कि आउ तांका मित्र होचंती सुदामा से तो जड़े गरीब ब्राह्मण लोक
ହେଲେ ତୁମେ ମନା କରିଛ କାହିଁକି? ଦେଖନ୍ତୁ ମହାରାଣୀ ମା, ତୁମେ ବି ଜାଣିବା ଆପଣ କଥା। ସେମିତି କୁହନ୍ତୁନି। ମୁଁ ତ ଜଣେ ସାମାନ୍ୟ ସେନାପତିଟିଏ, ଆପଣ ହେଉଛନ୍ତି ଏ ରାଜ୍ୟର ରାଜା। ଆପଣଙ୍କ ସାଥିରେ ମୁଁ କେମିତି ବନ୍ଧୁ ବାନ୍ଧିବି? କେମିତି ଏତେ ବଡ଼ କଥା ଆପଣ କହିପାରିଲେ ମୋତେ? ଏ ସତ୍ୟ ହେ କଥା। ବନ୍ଧୁ, ମୋ କଥା ଥରୁଟିଏ ଶୁଣି ଯାଆନ୍ତୁ ନା ବନ୍ଧୁ, ଥରୁଟିଏ ମୋ କଥା ଶୁଣି ଯାଆନ୍ତୁ। ମହାରାଜାଙ୍କୁ କେବେ ବି ମନା କରନ୍ତୁନି। ମୁଁ ଜାଣିଛି ତୁମ ଦୁଇ ଜଣଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ସେଇଥିପାଇଁ ତ କହୁଛନ୍ତି ମହାରାଣୀ, ମୋ କଥା ଥରୁଟିଏ ଶୁଣି ଯାଆନ୍ତୁ ମହାରାଜ। ତାହେଲେ କ'ଣ କହୁଛନ୍ତି ଖବର? କୁହନ୍ତୁ? ଶୁଣ ମହାରାଜ ମୋର ବଚନ, କିମ୍ପାଇଁ ଦଉଛ ଦଣ୍ଡ ବିଧାନ? ନା ମହାମନ୍ତ୍ରୀ ନା। ଶୁଣିଲେ ତ ମହାରାଜ? ଶୁଣ ମହାରାଜ ମୋର ବଚନ, କିମ୍ପାଇଁ ଦଉଛ ଦଣ୍ଡ ବିଧାନ? ଶୁଣ ମହାରାଜ ମୋର ବଚନ, କିମ୍ପାଇଁ ଦଉଛ ଦଣ୍ଡ ବିଧାନ? ତୁମେ ରାଜେଶ୍ୱର, ମୁଁ ଯେ ମନ୍ତ୍ରୀ ଛାର, କେମିତି ବାନ୍ଧିବି ବନ୍ଧୁ ତୁମ ସଙ୍ଗର? ଏ କି ତୁମ ନିର୍ଣ୍ଣୟ ହେ ମହାମାନ୍ୟ? ମହାରାଜ ଶୁଣ ମୋର ବଚନ, କିମ୍ପାଇଁ ଦଉଛ ଦଣ୍ଡ ବିଧାନ? କେମିତି ଆମର ସେପରି କହିଲି ନାହିଁ। ଜଣଙ୍କର ପୁରା ଭଲ ସମ୍ପର୍କ ଅଛି। ଶୁଣନ୍ତୁ ମହାରାଜ। ପ୍ରିୟ ମିତ୍ର ମୋର, ଏ କେମିତି କହୁଛନ୍ତି ପ୍ରିୟ ମିତ୍ର ମୋର? ହଁ ମହାରାଜ, ଦେଖନ୍ତୁ ମୁଁ ହେଉଛି ଜଣେ ସାମାନ୍ୟ ସେନାପତିଟିଏ, ଆପଣ ହେଉଛନ୍ତି ଜଣେ ମହାରାଜ। ଆପଣଙ୍କ ସାଥିରେ ମୁଁ କେମିତି ବନ୍ଧୁ ବାନ୍ଧିବି? ଶୁଣନ୍ତୁ ମହାରାଜ, ଆକାଶ ଅଟନ୍ତି ଜଣେ ରାଜସୁତ, ମୋ ଝିଅ ବର୍ଷା ଯେ କରିବେ ଜନ୍ମିତ। କାହିଁ ଯେ ଆକାଶ, କାହିଁ ମୁଁ ଯେ ମାଟି, କେମିତି ବାନ୍ଧିବି ବନ୍ଧୁ ତୁମ ସାଥୀ? ଦୟା କର ହେ ମହାରାଜନ, ଦିନ ଜନ ପ୍ରତି ପ୍ରଭୁ ନଦିଆ କସର। ଦୟା କର ମୋ ଉପରେ ହେ ମହାମାନ୍ୟ। ମହାରାଜ ଶୁଣ ମୋର ବଚନ, କିମ୍ପାଇଁ ଦଉଛ ଦଣ୍ଡ ବିଧାନ? ମନ୍ତ୍ରୀ ବର, ତୁମେ ଯଦି ମନା କରିଦେବ ମୋ ହୃଦୟ ଭାଙ୍ଗି ପଡ଼ିଯିବ। ମହାରାଜ, କାହିଁକି ନା ଜାଣିଛ, ମୁଁ ବର୍ତ୍ତମାନ ବୃଦ୍ଧକାଳ ଅବସ୍ଥାରେ ପହଞ୍ଚି ଯାଇଛି। ସେଇ କଥା ମୁଁ ଜାଣେ ମହାରାଜ, ଜାଣେ।
ହେଲେ ଆପଣ ଏପରି କଥା କହୁଛନ୍ତି ମୋତେ ମୋତେ କାହିଁକି କେମିତି କେମିତି ଲାଗୁଛି କାହିଁ ଆପଣ ମହାରାଜ କାହିଁ ମୁଁ ଜଣେ ଛାର ସେନାପତିଟା ନା ନା ସେମିତି କହିବା ବହୁତ ଭୁଲ ମୁଁ ଜାଣିଛି ତୁମମାନଙ୍କର ତ ଆଗରୁ ସମ୍ପର୍କ ଘନିଷ୍ଠ ରହିଥିଲା ହେଲେ ମନା କରୁଛ କାହିଁକି ଠିକ ଅଛି ଆପଣମାନେ ଯେତେବେଳେ ବାଧ୍ୟ କରୁଛନ୍ତି ମୁଁ ଆଉ ମନା କରିବି ବା କାହିଁକି ସ୍ୱାମୀ ମୋର ତ ଏ ସୌଭାଗ୍ୟ ଯେ ଆପଣଙ୍କ ପରିବନ୍ଧୁ ମିଳିଲା ମତେ ମୋ ଝିଅ ଏଇ ଘରେ ବୋହୁ ନୁହଁ ତମ ଝିଅ ହେଇକି ରହିବେ ବନ୍ଧୁ ଓ ବନ୍ଧୁ ମୁଁ ବି ଏହା ଚାହେଁ ଆପଣଙ୍କର ଝିଅ ମୋ ପାଖରେ ଖୁସିରେ ରହିଯିବ ଜୀବନ। ହଁ ସ୍ୱାମୀ ତାଙ୍କ ଘରେ ଯେମିତି ରହୁଥିଲା ଆମେ ତାଙ୍କୁ ଆମ ଘରେ ବି ଏମିତି ସ୍ନେହ ମମତା ଦେଇ ରଖିବୁ ଠିକ ଅଛି ମହାରାଜ ହେଲେ ହେଲେ କୁହନ୍ତୁ ହେଲେ ମନ୍ତ୍ରୀ କୁହନ୍ତୁ ମହାରାଜ ଚାଲ ଯିବା ଏବେ ବିଶ୍ରାମ କକ୍ଷକୁ। ବିଶ୍ରାମ କକ୍ଷକୁ ତ ନିଶ୍ଚୟ ଯିବା ମହାରାଜ ହେଲେ ଦେଖନ୍ତୁ ଆପଣ ଯେତେବେଳେ ମୋତେ ବିବାହ ପ୍ରସ୍ତାବ ଦେଇଛନ୍ତି ମୋ ଝିଅ ପାଇକି ଆପଣଙ୍କୁ ବିବାହ ତିଥି ନିର୍ଣ୍ଣୟ କରିବାକୁ ପଡ଼ିବ ଆମେ ଯେତେ ଶୀଘ୍ର ସାରିବା ଯେତେ ଶୀଘ୍ର ପାରିବା ଆମେ ବିବାହଟାକୁ ସାରିଦେବା ସତ କହିଲ ମିତ୍ର ତୁମ୍ଭେ ଆସନ୍ତାକାଲି ହେଉଛି ଭଲ ତିଥି ଏହି ଦିନ ସେଇ ଦୁଇ ଜଣଙ୍କ ବିବାହ କାର୍ଯ୍ୟ ସମାପନ କରିଦେବା। ଠିକ ଅଛି ବନ୍ଧୁ ହଁ ସ୍ୱାମୀ ମୁଁ ଆପଣଙ୍କୁ ଗୋଟେ ଅନୁରୋଧ କରୁଛି ବନ୍ଧୁ ଆସନ୍ତାକାଲି ମୋ ପକ୍ଷରେ ସମ୍ଭବ ନୁହଁ ହଉ ବରଂ ଆଗକୁ ଅନେକ ତିଥି ଅଛି ସେଇ ତିଥି ଦେଖି ବିବାହ କରିଦେବା ନା କ'ଣ କହୁଛନ୍ତି ଏତିକି ମୋର ଶୁଣନ୍ତୁ ବନ୍ଧୁ ମୋର ତୁମେ ଯାହା କହିବ ସେଇଟା ମୋର ଶିରୋଧାର୍ଯ୍ୟ। ଠିକ ଅଛି ମହାରାଜ ସ୍ୱାମୀ ଚାଲନ୍ତୁ ତେବେ ଚାଲ ଚାଲନ୍ତୁ।